ସାଙ୍ଗ ମାନେ ଏପଟେ ଆମର ସକାଳୁ ସକାଳୁ ବର୍ଷା ହଉଛି ଆଉ ଜମାରୁ ଛାଡୁ ନାହିଁ ପୁରା ଲଘୁଚାପ ଭଳିଆ କରି ରଖିଛି। ଦେଖନ୍ତୁ ଭାତ ବି ହେଇଗଲାନି। ଜିନିଷ ନେଇକି ଘରକୁ ଯାଉଛି। ଏବେ ବାବା ଖାଉଛନ୍ତି ଆଉ ଆଜି ରେସନ ବି ସରିଯାଇଥିଲା ସେଥିପାଇଁ କିଛି କରିପାରିଲି ନାହିଁ। ଆଉ ଯାଇକିରି ବର୍ଷା ଛାଡ଼ିଲା ଟିକେ ଦୋକାନରୁ ଯାଇକି ରେସନ ଆଣିଲି ତାପରେ ରୋଷେଇ କରି ସାରିଲି। ଆଉ ଏବେ ଆମେ ଖାଉଛୁ। ହ୍ୟାଲୋ ସାଙ୍ଗମାନେ ପୁଣି ଥରେ ଗୋଟେ ନ୍ୟୁ ବ୍ଲଗରେ ଚାଲନ୍ତୁ ଆଜିର ବ୍ଲଗଟି ଆରମ୍ଭ କରିବା। ଦେଖନ୍ତୁ ସାଙ୍ଗମାନେ ଏପଟେ ଆମର ସକାଳୁ ସକାଳୁ ବର୍ଷା ହଉଛି ଆଉ ଜମାରୁ ଛାଡୁ ନାହିଁ ପୁରା ଲଘୁଚାପ ଭଳିଆ କରି ରଖିଛି। ଆଉ କିଛି କିଛି ଲୋକମାନେ ତ କାମ ବି ଏପର୍ଯ୍ୟନ୍ତ ସାରି ନାହିଁ ଆଉ ବର୍ଷା ବି ହଉଛି ନା ଘରୁ ବାହାରି ଆନେ ସିନା କାମ ସାରିବେ ଆଉ ବର୍ଷା ବି ହଉଛି କିଛି କାମ ବି କରି ଏତେ ନାହିଁ। ଆଉ ଏପର୍ଯ୍ୟନ୍ତ ମୁଁ କୁକୁଡା ବି ଛାଡିନି। ଏବେ ଆହୁରି ଜୋରେ ବର୍ଷା ହଉଛି ଆଉ ଏମିତିରେ କି କାମ କରିହବ। ତାର ଏମିତି କେତେ ଦିନ କରିବ କେଜାଣି ଭଗବାନ ଜାଣେ। ବର୍ଷା ତ ଲାଗିକି ରହିଛି ଆଉ ବର୍ଷା ଟିକେ ଛାଡିଯାଉ ଦେଖାଯାଉ କଣ କରାହବ। ଜୋରେ ବି ବର୍ଷା ହଉଥିଲା ସେଥିପାଇଁ କିଛି ବାସନ ବି ମାଜି ନାହିଁ। ଆଉ ଏବେ ଚାଲ ରୋଷେଇ କରିବା ଟିକେ ଟିକେ ଛାଡି ଯାଇଛି ବଳେ। ଅଳ୍ପ ସମୟ ଭାତ ବସା ହେଇଥିଲା ଏବେ ମୁଁ ଦେଖୁଛି ଭାତ ହେଇଛି କି ନାହିଁ। ଦେଖନ୍ତୁ ଭାତ ବି ହେଇଗଲାନି ଆଉ ଟିକେ ହେଇଯାଉ ତାପରେ ଗାଳି ଦବା। ବର୍ଷା ଛାଡି ଯାଇଛି ଆଉ କୁକୁଡାକୁ ଛାଡିକିରି ଚାଲ ଖାଇତେ ଦବା। ଦେଖନ୍ତୁ ଏଇଟା ଘର ଭିତରେ ପଶି ଯାଇଛି ଆଉ ବାବା ଏଠି ଠିଆ ହେଇଛନ୍ତି। ଘରେ ରାସନ ସରିଯାଇଛି ଆଳୁ ପିଆଜ ଏମିତି ଅଣା ହେଇଥିଲା ସବୁ ସରିଯାଇଛି। ଏବେ ଛକ ଆଣିବାକୁ ଯାଉଛି ଆପଣ ମାନେ ଭିଡିଓରେ ଯୋଡି ରୁହନ୍ତୁ। ଛକ ଏବେ ପହଞ୍ଚିଥିଲି ଆଉ ଆସିଲା ବେଳେ ଦେଖିଲି ଦୋକାନ ଗୁଡାକ ସବୁ ବନ୍ଦ ଅଛି ଭୂଷା ଦୋକାନ ଗୁଡାକ। ଏବେ ମତେ ରସନ୍ତଳା ଯାଇତେ ପଡୁଛି। ଏଇଟା ଦେଖନ୍ତୁ ରସନ୍ତଳା ଆଉ ମୁଁ ଆଖପାଖ ଦୋକାନକୁ ଯାଇକିରି ସଉଦା କରିବି। ଏ ଜିନିଷ ନେଇକି ଘରକୁ ଯାଉଛି। ଦେଖିପାରୁଥିବେ ଏବେ ମୁଁ ଘରେ ପହଞ୍ଚି ଯାଇଛି। ଏବେ ବାବା ଖାଉଛନ୍ତି ଆଉ ଆଜି ରେସନ ବି ସରିଯାଇଥିଲା ସେଥିପାଇଁ କିଛି କରିପାରିଲି ନାହିଁ। ଆଉ ଯାଇକିରି ବର୍ଷା ଛାଡ଼ିଲା ଟିକେ ଦୋକାନରୁ ଯାଇକି ରେସନ ଆଣିଲି ତାପରେ ରୋଷେଇ କରି ସାରିଲି। ଆଉ ଏବେ ଆମେ ଖାଉଛୁ। ଏବେ ବାବା ଆଉ ମୁଁ ଖାଇସାରିଲୁ ଆଉ ଆଜି ବର୍ଷା ବି ହଉଥିଲା ସେଥିପାଇଁ ନଦୀରେ ବହୁତ ପାଣି ବି ଆସିଛି କହୁଛନ୍ତି ଲୋକମାନେ ଆଉ ଚାଲନ୍ତୁ ଯାଇକି ଟିକେ ଦେଖିକିରି ଆସିବା। ନାଲି ଏବେ ମୁଁ ଦେବପୋଲ ପାଖରେ ପହଞ୍ଚି ଯାଇଛି ଆଉ ଦେଖନ୍ତୁ ଏପଟେ ବି ପୁରା ପାଣି ପଡିଛି। ଏଇ ଅଧଘଣ୍ଟା ହେବ ମୁଁ ଘରେ ପହଞ୍ଚିଲି ଆଉ ଘରେ ଲାଇଟ୍ ଫାଇଟ୍ ବି କିଛି ଦିଆହେଇଥିଲା ନାହିଁ ଲାଇଟ୍ ବି ଦେଇ ଦେଇଛି। ଆଉ ଆଜି ନଦୀରେ ବହୁତ ପାଣି ବି ଆସିଥିଲା ଲୋକମାନେ ବହୁତ ଦେଖିବାକୁ ଆସିଥିଲେ। ଶେଷରେ କହି ରଖିବି ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ସବସ୍କ୍ରାଇବ୍ କରନ୍ତୁ ପୁଣି ଥରେ ନେକ୍ସଟ ଭିଡ଼ିଓରେ ଦେଖା ହେବା ବାଏ।